ଜାଭିୟର୍ସ ଛାତ୍ରଛାତ୍ରୀଙ୍କ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳନ। ମୀନାକ୍ଷୀନଗର ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ସ୍କାଉଟ୍ ଗାଇଡ୍ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନଙ୍କ ତରଫରୁ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ହାତରେ ଫ୍ଲାଗ କାର୍ଡ ଧରି କାର୍ଗିଲ ବିଜୟ ଦିବସ ନେଇ ସଚେତନତା ରାଲି ଆୟୋଜନ କରିଥିଲେ। 1999 ମସିହାରେ ଏପରି କାର୍ଗିଲ ଲଢ଼େଇ ହୋଇଥିବା ବେଳେ ବ୍ରହ୍ମପୁର ସମେତ ଓଡ଼ିଶା ଓ ଭାରତର ବହୁ ବୀର ଯବାନ ଶହୀଦ ହୋଇଥିଲେ। ଏହି ଅବସରରେ ଶହୀଦ ଯବାନମାନଙ୍କ ଜୟଗାନ କରାଯାଇଥିଲା। ଶହୀଦମାନଙ୍କ ସ୍ମୃତିଚାରଣ କରି ସେମାନଙ୍କ ଦେଶପ୍ରେମର ବାର୍ତ୍ତା ନେଇ ଆଲୋଚନା କରାଯାଇଥିଲା। ଗାଇଡ୍ ଶିକ୍ଷୟିତ୍ରୀ ରଶ୍ମିତା ଦଳେଇ, ଶିକ୍ଷକ ଅଭିଳାଷ ଶିକା ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ଛାତ୍ରଛାତ୍ରୀଙ୍କ ଏପରି ବିଜୟ ଦିବସ ପାଳନ ନେଇ ସ୍କୁଲର ନିର୍ଦ୍ଦେଶକ କୁନାଲ କୌଶିକ ପଣ୍ଡା, ରାହୁଲ ରାଜ ପଣ୍ଡା, ଅଧ୍ୟକ୍ଷ କାହ୍ନୁଚରଣ ପଣ୍ଡା, ଉପାଧ୍ୟକ୍ଷ ପ୍ରକାଶ ପଲାଇ, ଅନୁପମା ପ୍ରଧାନ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଦର୍ପଣ।